କହିଲେ, ତୁମ ପାଖରେ ବିଶ୍ୱକର୍ମା ସୁତ ଅଛି, ତା ହାତରେ ସେତୁ ବନ୍ଧାଅ। ସେ ଶିଶୁକାଳେ ସବୁ ବସ୍ତ୍ର ଜଳରେ ପକାଉଥିଲା। ମୁନିମାନେ କହିଲେ, ତୁ ଯାହା ଜଳରେ ପକେଇବୁ ତାହା ନ ବୁଡ଼ୁ, ତାର ନାମ ନଳ। ଏତକ କହି ପ୍ରଦକ୍ଷିଣ କରି ଅନ୍ତର ହେଲେ ବରୁଣ। ବିଶ୍ୱକର୍ମ ପୁତ୍ର ନଳକୁ ରାମ ଆଦର କଲେ। କବିମାନେ ଶିଖରୀ ବା ପର୍ବତ ଉପାଡ଼ି ଆଣିଲେ ଓ ବିଛନ୍ଦ ସୁତ ନଳଙ୍କ ହାତ ବାଜିବା ମାତ୍ରେ ତାହା ସମୁଦ୍ରରେ ଭାସିଲା। ହନୁମାନ ଆଣିଥିବା ପର୍ବତ ବାମ ହାତରେ ଛୁଇଁବାରୁ ହନୁମାନ ବାମ ହୋଇଗଲେ, ଅର୍ଥାତ୍ ରାଗିଗଲେ। ତେଣୁ ନଳ ତାଙ୍କୁ ବୁଝେଇଲେ। ବନ୍ଧ ପଡ଼ିବାରେ ବାରିତେ ଶୋଭା ଦିଶିଲା। ବନ୍ଧରେ ବାଲୁକା ପକାଅ ବୋଲି ରାମଙ୍କର ଆଜ୍ଞା ହେଲା। ସେଥିରେ ବହୁ ନଗ ବା ପର୍ବତ ଏକ ହୋଇ ସୁନ୍ଦର ଦେଖାଗଲା। ଜଗତରେ ଏ ବନ୍ଧ ଆଶ୍ଚର୍ଯ୍ୟ ବୋଲି ବିଖ୍ୟାତ ହେଲା। ଏହାର ତଳେ କୁମ୍ଭୀର ଗଦାଗତ ହେଲେ ଓ ଉପରେ କୁମ୍ଭୀ ବା ହାତୀର ଆତଜାତ ହେଲା। ସେଠି ଧୂଳି ପକାଉଥିବା ସୁଜାତି ଆଖୁ ବା ଗୁଣ୍ଡିଚି ମଶାକୁ ରାମ ଆଉଁସିଲେ। ଶ୍ରୀରାମଙ୍କ ବଳ ବା ସୈନ୍ୟ କୁବଳୟ ଅର୍ଥାତ୍ କୁସ୍ୱରୂପୀ ପୃଥିବୀର ବଳୟ ରୂପୀ ସମୁଦ୍ର ତେଜି ସୁବଳୟ ପର୍ବତରେ ପହଞ୍ଚିଲେ। ହନୁମାନ ରାମଙ୍କ କଥାନୁସାରେ ସେଠାରେ ଦୁର୍ଗ କରି ଲଙ୍କାଗଡ଼କୁ ଲକ୍ଷ୍ୟ କଲେ। ଚାର ରାବଣକୁ କହିଲା, ଖରପର ଅର୍ଥାତ୍ ଖର ରାକ୍ଷସ ହନ୍ତା ରାମ ଓ ଲକ୍ଷ୍ମଣ ବିଜେ କଲେ। ସେ ରାମ ବିଚାରବନ୍ତ ବା ଦକ୍ଷିଣ ଓ ଚିରକାଳ ଜ୍ୟୋତିର୍ମୟ। ତୁମ ଭ୍ରାତା ତାଙ୍କ ପ୍ରଶ୍ନର ଉତ୍ତର ଦେଇ ସବୁ ସହଜ କରିଦେଉଛନ୍ତି। ଏକଥା ତ୍ରିଜଟା ଶୁଣି କହିଲା, ବୈଦେହୀ ପ୍ରାଣବଲ୍ଲଭ ପ୍ରବେଶ ହେଲେ। ଏହା ଶୁଣି ସୀତାଙ୍କ କମଳ ବା ପଦ୍ମ ନେତ୍ରରୁ କମଳ ବା ଜଳ ବୋଇଲା। ଦରିଦ୍ର ଧନ ପାଇଲା ଭଳି ହେଲା ଓ ମୃତ ପିଣ୍ଡରେ ଜୀବନ ପଶିଲା। କେଉଁଠି ଅଛନ୍ତି ପ୍ରଭୁ? ସୀତା ପଚାରିଲେ। ତ୍ରିଜଟା କହିଲା, ସୁବେଳ ପର୍ବତରେ। ତ୍ରିଜଟା ବଚନ ସୁଧା ସେଚନ ଭଳି ହେଲା। ସୀତାଙ୍କ ମନରୁ ଶୋଚନ ବିମୋଚନ ହେଲା। ପାବନୀ ବା ପବନ ପୁତ୍ର ହନୁମାନ ଚିରାୟୁ ହେଉ ବୋଲି ସୀତା ବାଞ୍ଛା କଲେ। ଏଇଠି ଶେଷ ହେଉଛି କାବ୍ୟର 40 ଛନ୍ଦ।
शीत होइला सुजाति आँखु करे विभु करे आश्वासिले प्रख्यात सुघरे जे विजय राम प्राप्ति सुबल यशोदी बल तेरी कुबल सुमेर कुल
एकचाश छंद आरंभ क्रव्यादेश बा राक्षस राज रावण श्रीराम संदेश पाई स्वदेश जन को बाहर विहार करने को नदी युद्ध उपचार मान सजेबार लगेले। मर्कटे बेश सुख और सारण बेनी मंत्री को बेसिला। से देखिले वीर मुकुट स्वरूप एणाजीन बा मृग चर्म सेजरे राम अचेतन हो शोइछन्ति। लक्ष्मण समीपरे मार्गण और चाप बा सर और धनुष विराजिछन्ति। विभीषण हाथ में धरा पड़ी सुख सारण बंदी हेले। राम तांको बध न करी बरद देई कहिले, विभीषण राजा हेला बेले मंत्री हुई दिनहर बा हरण कर। बंधन मुक्त हुई दुई जन प्रभु को ओळगी हुई लंका बाहुदिले। सेमानक कथा को दशमथा रावण वृथा कला, अर्थात मानिला नहीं। तांको भल कथा तांको भल बा वर्षा भली लागिला। शार्दूल नाम अन्य जने दूत बरगिला। से ब्रह्म प्रदत्त अंजन्य लगई बरण बा पाचेरी रे उठी कहिला, कपि माने भूल करे व्यापी होइछन्ति। रावण कहिला, से तपी तेणु इंद्रजाल माया शिक्षा करिथिबो। दूत कहिला, हे विभु, यह मिथ्या नुहे सत। सामान्य बानर सेठी वीर तरु बा अर्जुन वृक्ष भली बड़ युद्धपति ग्रीष्मकाल गिरी बा पर्वत ठारू अनल जात भली कोपानल होइछन्ति। दशास्य बा दशमुख रावण कहिला, अरे तू कवि किरे? नारीर स्तन को देखी मेरु पर्वत बोली कहूछु? रावण व्याजदम्भ बा एभली दम्भर छना करी मध्य हृदय बड़ भी बा भयभीत हेला ओ बड़ भी बा अट्टालिका उपर को गला। रावण एथर सैन्य बांटिला। कहला, उत्तर द्वार मोर, पश्चिम रहिब इंद्रजित, पूर्व वज्रतंष्ट्र और दक्षिण में प्रशस्त रहिबे। जे जार प्रीति अनुसार सैन्य बांटी नेले। रावणर पुत्र माने प्रसन्न मनरे हाथी और घोड़ा को सुसज्जित करी निज निज इच्छा अनुଯାयी आरोहण कले। हाथ में धनु बाण खंज चक्र गदा त्रिशूल नहीं विचार कले, आमे बड़ी दिग बा पाताल को तलु ऊपर को नहीं आसिबा। सुत पर कर हनुमान
ସେଇ ଭଲ ହେଲା ବ୍ୟଥା ହୃଦୟରେ ଉଦୟ ତକ୍ଷଣ ବ୍ୟଥା ହୃଦୟରେ ଉଦୟ ତକ୍ଷଣ ଶାର୍ଦୁଳ କୁବର ଗିଲାସେ ଅଞ୍ଜନ ଘେନିଲା ବରଣେ ଉଠି ଚାହିଁଲା ହେ ଅଞ୍ଜନ ଘେନିଲା ବିଲୋକନ କରି ବାହୁଡ଼ି କହିଲା ଭୁଲୋକ ବ୍ୟାପିତ କପି ବୋଇଲା ରାବଣ ଇନ୍ଦ୍ରଜାଲ ମାୟା ବୋଇଲା ରାବଣ ଇନ୍ଦ୍ରଜାଲ ମାୟା ଶିକ୍ଷା କରିଥିବ କପି ସେ ବଚନରେ ଭାଙ୍ଗି ଦୂତ ବିଭୋ ମିଥ୍ୟା ନୁହେଁ ସତ ହେ ବଚନରେ ଭାଙ୍ଗି ଦୂତ ବୀରତରୁ ସମ ସାମାନ୍ୟ ବାନର ଗିରି ସମ ବଡ଼ ବଡ଼ ଯେହି ଯୁଦ୍ଧପତି ସେହି ବଡ଼ ବଡ଼ ଯେହି ଯୁଦ୍ଧପତି ସେହି କୋପ ଅନଳ ଜନମ ସେ ବୋଲେ ଦଶାସ୍ୟ